ଇଚ୍ଛା ଉଡ଼ି ବୁଲିବାକୁ ତୁମେ ଏ ଅବସ୍ଥା ଲାଭ କରିନାହ ତ ତାମାନେ ଲାଭ କରନା ମାନେ ଏ ଅବସ୍ଥା ଆଣିବାକୁ ଚେଷ୍ଟା କରୁନାଉ ମାନେ ଆମେ ପ୍ରାୟ ଭାବୁ ଯେ ହଁ ଯେତେବେଳେ ଆମେ ତ ମନ ତ ଫ୍ରି ହେଇଗଲା ମନକୁ ମନ ତା ଇଚ୍ଛା ଅନୁସାରେ ଯାହା କରିବ ନା ମତ ତା ଇଚ୍ଛା ଅନୁସାରେ କରିବନି ତାକୁ ଗୋଟେ ନିର୍ଦ୍ଦିଷ୍ଟ ଦିଗରେ ତାକୁ ଆମେ ନେଇଯାଉଛୁ ପୂଜ୍ୟ ଗୁରୁଦେବ ଯେମିତି କହିଛନ୍ତି ସେ ଅନୁସାରେ ସେ ଯିବ ସେମିତି ଯୋଉ ସାଧନା କହିଛନ୍ତି ସେ ସାଧନା ଯେମିତି ଅର୍ଡର ଦିଆଯାଇଛି ସେମିତି କରିବ ତା କିନ୍ତୁ ଯେତେବେଳେ କଳ୍ପନା କରିବା ଆ ସାଙ୍ଗରେ ଯିବି କଥାବାର୍ତ୍ତା କରିବି ଏଇଟା ସରିଗଲେ ମୋର ଆଜ୍ଞା ଟିକେ ଫ୍ରି ହେଇଯିବି ଚା କଫି ପିଇ ଏଗୁଡା ସବୁ ଆସିବା କଥା ନୁହେଁ ବୁଝିଲ ନା ଆଜ୍ଞା ମୁଁ ଭାବୁଛି କଳ୍ପନା ଆମେ କଳ୍ପନା ଲୋକରେ ମୁଁ ନାହିଁ ସେଇଠି ବସିକିରି ମୁଁ କହିବି ମୁଁ ନ୍ୟୁୟର୍କରେ ଯାଇକିରି ମୁଁ ବୁଲୁଛି ଏମିତି କଳ୍ପନା ଲୋକ ହେଇପାରିବ ସେଗୁଡା ଏଥିରେ ଅଯଥାର ଶକ୍ତି ନଷ୍ଟ କିଛି ଲାଭ ନାହିଁ ମୁଁ ଭାବୁଥିଲି ବୋଧେ ସାଧକ ଯେତେବେଳେ ତାର ସବୁ ଟିକେ ପରିପକ୍व ହେଇଗଲା ପରେ ମନ ଇଚ୍ଛା ସେମାନେ ଟିକେ କାରବାର କରନ୍ତି ଶକ୍ତି ଉପରେ ତ ସେଇଟା ମୁଁ ଭାବିଲି କାଳେ ହେଇଥିବ ଲାଇନ ନାଇଁ ଅର୍ଥ ନାଇଁ ମା ସେଇଟା ତ ଏକରେ ମନା ଅଛି ପୁରା ଆମକୁ ଆଜ୍ଞା ଯେତିକି ଆଜ୍ଞା କୁହାଯାଇଛି ସେତିକି କରିବାର ଅଛି ଆଉ ଅଧିକା ନାହିଁ କମ ନାହିଁ ମୁଁ ଭାବୁଥିଲି ସେଇଆ ୟା ଅର୍ଥ ବୋଧେ କହିଛନ୍ତି ନାଇଁ ସେଇ ମାନେ ତା ଅର୍ଥ ମନକୁ ତ ପୁଣି ଖୋଲା ଛାଡିଦବା ଏପର୍ଯ୍ୟନ୍ତ ତ ମନକୁ ଖୋଲା ଛାଡିଲାରୁ ଆମର ଅବସ୍ଥା ହେଇଯାଇଛି ଆମେ ଏତେ ଶକ୍ତି ଏତେ ପରମ ପିତା ପରମାତ୍ମାଙ୍କର ଅଂଶ ହେଇକରି ମଧ୍ୟ ଆମେ ଡହଳ ବିକଳ ହଉଛୁ ଦୁଃଖରେ ରହିଛୁ କଷ୍ଟ ପାଉଛୁ ବର୍ତ୍ତମାନ ଟିକେ ରାସ୍ତା ଦିଶିଲା ବେଳକୁ ଯଦି ଆମେ ସେଇ ପୁଣି ପୁରୁଣା ରାସ୍ତାକୁ ଚାଲିଗଲେ ତାହେଲେ ଆମକୁ ଆଉ ଲାଭ କଣ ମିଳିବ ଧନ୍ୟବାଦ ହଁ ଆଗକୁ ଯିବା ଆମର ଆଦରର ରେବତୀ ଭଉଣୀ ପ୍ରଣାମ ଆପଣଙ୍କୁ ପ୍ରଶ୍ନ ରଖନ୍ତୁ ସତ୍ସଙ୍ଗର ସବୁ ଭାଇ ଭଉଣୀଙ୍କ ପ୍ରଣାମ ଭାଇଟା ଆଗରୁ ଟିକେ ଲେଖିଥିଲି ସେ ଟିକେ ବୁଝିବା ପାଇଁ ଚାହୁଁଛି ବର୍ତ୍ତମାନ କଳ୍ପନାରେ ବୁଡି ରହିବା ଉଚିତ ନୁହେଁ ଏହାକୁ ଏକ ଖେଳନା ଭାବି ଟିକେ ଦୃଢ ଭାବରେ ନେଇ ମାନସ ଲୋକ ପାଇଁ ଟିକେ ଦୃଢ ଭାବରେ ନେଇ ମାନସ ଲୋକ ପାଇଁ ବିବେକର ଚକ୍ଷୁ ମିଳିବ ତାପରେ ଆମେ ଆତ୍ମ ଦର୍ଶନ ବା ଈଶ୍ୱର ଦର୍ଶନ ହବା ହୋଇପାରିବ ଧ୍ୟାନ ଦ୍ଵାରା ନୁହେଁ ସାଂସାରିକ ଭୟ ଦୁଃଖରୁ ଆମକୁ ରକ୍ଷା ମିଳିବ ସମାଧାନ ଆସିଯିବ ଏସବୁରୁ କିଛି ରକ୍ଷା ମିଳିବ ଏଇ କଳ୍ପନା ଜଗତରେ ତ ନୁହେଁ ଦୃଢ ଭାବରେ ବିବେକ ମାନେ କେମିତି କଣ ଭାଇ ପ୍ରଣାମ ଆମ ଦୃଢତା ବଢିବ ମାନସିକ ଦୃଢତା ବଢିବ କାହିଁକି ନା ଏପର୍ଯ୍ୟନ୍ତ ମନଟା ତ ନିଜ ଇଚ୍ଛାରେ ଚରି ବୁଲୁଥିଲା ଚରି ବୁଲୁଥିଲା ଯୋଉଠି ଇଚ୍ଛା କରିବ ସେଇଠିକି ଯିବ ଯାହା କରିବାକୁ ଆମେ କିଛି କହିପାରୁନଥିଲୁ ସିଏ ଆମକୁ ଦୌଡଉଥିଲା ବର୍ତ୍ତମାନ ମନ ବେକରେ ଗୋଟେ ଦୌଡି ବନ୍ଧା ହେଲା ପଘା ବନ୍ଧା ହେଲା ପରେ ମନ ଠିକ ରାସ୍ତାରେ ଚାଲିବ ତା ଦ୍ଵାରା ଏଇ ଯୋଉ ସୁବିଧା ଯାକ ଯୋଉ ଗୋଟା କହିଛନ୍ତି ସେ ଇଏ ଆଉ ଏଇଟା ବି କହିଦେଇଛନ୍ତି ଖାଲି ଧ୍ୟାନ କଲେ ଆମେ ଆତ୍ମ ଦର୍ଶନ ହେଇପାରିବନି ସେଇଟା ଧୀରେ ହବ ଆତ୍ମ ଦର୍ଶନ ତା ପାଇଁ ରାସ୍ତା ଅଛି ହେଲା ଆଜ୍ଞା ଭାଇ ନା ବୁଝିହେଲାନି ହଁ ହଁ ଭାଇ ବୁଝି ହଉଛି ଏଇ ଯେମିତି ଆପଣ କହୁଥିଲେ ଟିକେ ଆଗରୁ ଆମ ଭିତରେ ଆସୁଥିଲା ଯଦି ବି ଯାହା ସାମାନ୍ୟ ଟିକେ କାହା ପ୍ରତି ଏଇ ଯେ ସେଇଗୁଡା ସବୁ ଆମେ ମନ ଦ୍ଵାରା ସେଗୁଡା ସବୁ କଣ୍ଟ୍ରୋଲ ଚାଲିଯିବ କରିକି ହଁ ହଁ ଆଜ୍ଞା ସେଗୁଡା ସବୁ ଚାଲିଯିବ ଚାଲିଗଲେ ମନ ଟା ସବୁବେଳେ ସଫା ରହିବ ଆନନ୍ଦ ରହିବ ମନ ଭିତରେ ଆଜ୍ଞା ଭାଇ ହେଲା ଧନ୍ୟବାଦ ଏମିତି ଆସୁଛି ଆଜ୍ଞା ପ୍ରଣାମ ଠିକ ଅଛି ଧନ୍ୟବାଦ ଭଉଣୀ ଏବେ ଆମର ହରିହର ଭାଇ ପ୍ରଣାମ ଆପଣଙ୍କୁ ହରିହର ଭାଇ ସମସ୍ତ ଭାଇ ଭଉଣୀଙ୍କୁ ପ୍ରଣାମ ବାପା ମୋର ଆନ୍ସର କ୍ୱେଶ୍ଚନ ର ଆନ୍ସର ମୁଁ ପାଇଯାଇଛି ଠିକ ଅଛି ଧନ୍ୟବାଦ ଭାଇ ବଢିଆ କଥା ତାପରେ ଆମର କବି ଭାଇ ପ୍ରଣାମ ଆପଣଙ୍କୁ ପ୍ରଣାମ ଭଉଣୀ ସମସ୍ତ ଭାଇ ପ୍ରଣାମ ଭାଇ ଏଠି ଲେଖା ହେଇଛି ଗୋଟେ ପଢି ଦଉଛି ଈଶ୍ୱର ସମସ୍ତ ଚେତନା ମାନସ ଲୋକରେ ଜନ୍ମ ନେଇଥାଏ ତାହା ଗ୍ରହଣ କରି ଯିବା ମାଧ୍ୟମରେ ପ୍ରକଟ କରାଯାଏ ସମସ୍ତ ଚେତନା ମାନସ ରୂପରେ ଯୋଉ ଜନ୍ମ ନେଇଥାଏ ସେଟା ବୁଝେଇ ଦିଅନ୍ତୁ ଟିକେ କୋଉଠି ଚେତନା ଆରମ୍ଭ କୋଉଠୁ ହୁଏ ମାନସ ଲୋକରେ ଆରମ୍ଭ ହୁଏ ଆଉ ପୃଥିବୀ ଲୋକରେ ତ ଚେତନା ଆରମ୍ଭ ହୁଏନି ନା ଈଶ୍ୱର ଚେତନା
हाँ ईश्वरीय चेतना मान ईश्वरीय चेतना कोठी कोठी तार ये हम जोटी गंगा नदी अच्छी सेठी गंगा नदी लहरी रे सूर्यंकर प्रतिफलन हम माने सूर्यंकर सेठी ये दिशिबो माने हजार सूर्य लक्षे सूर्य वाले दिशिबो और माटी उपरे जदि आमे सूर्य को देखिया कोन देखि परिबा सूर्य को देखि परिबानी सेमते मानस लोक रे ही हमर आत्मार प्रतिफलन दिशिबो से कथा कहते आपण बुझिले कि नहीं बुझेला हाँ ए बुझेला बुझेला हाँ हाँ धन्यवाद धन्यवाद भाई भाई हाथ उठे नियंतु आ म्यूट कर नियंतु कौन बोलु तबे एबे हमर स्वर्ण प्रभा दीदी दीदी प्रणाम आपन को कौन कथा होतला स्वर्ण प्रभा दीदी प्रणाम प्रणाम आपन जय गुरुदेव सत्संग समस्त भाई बहन की प्रणाम भाई अप समय बेले बेले बसला मन बेले बेले कौन कौन विचार कौन भावना आसी जाए किंतु ये मानस लोक साधना समय किछि विचार आसुनी आज्ञा कहीं विचार आसुनी आपन को टास्क दिया जप समय आपन को टास्क दियानी किछि आपन को जप कर एमते भाबिक जप कर से गोटे प्रकार मानस लोक तो बहुत जिनस अच्छी आपनकर पूरा संसार अच्छी पृथ्वीर जेते ग्रह न पृथ्वी भाया जेते ग्रह नक्षत्र अच्छे अच्छा से गुड़ा सब अच्छी भगवान को सृष्टि एक अच्छी एटा एते विराट जे तार मन एपट सेपट हबनी कि एपट माने ये करिया हबनी ता छडा प्रथमे निजर मन बुद्धि चित्त अहंकार को लगाम लगे पड़िबो एगुड़ा सब जाक आम अंडर रे सेमानक अंडर रे आमे नाहु एई भावना आसीबो तेनु एते सब भितर गला बेलको आ एपट सेपट मन हबनी मते या लागुछि हाँ आज्ञा ए जो संकल्प है आम जो भावना चिंतन करुचे तेणु मन कुआड़े जाई पारने तेणु लागुचे किंतु जो समय सेटा नाही तेणु जप समय मध्ये जप एबे एटा अभ्यास हे गला परे जप समय मध्ये मन एकदम लागिबो आज्ञा आज्ञा हां प्रणाम प्रणाम भाई मन को हमें तापर ऑर्डर दवा ना बर्तन हमें मनर ऑर्डर नउचु सेतळ हम मन को ऑर्डर दवा आज्ञा प्रणाम भाई प्रणाम को जिबा हमर भारती भौणी आपन को प्रणाम प्रश्न रखंतु भारती भौणी सुनी पारचंती खोली पार नांती खोलंतु भौणी आज्ञा प्रणाम समस्त भाई भौणी के प्रणाम भाई जो हमर नॉर्मल ये गोटे पचारुची वर्तमान साधना करिवार स्थान खोजनीय नित्यदिन जागा बदलैबा परिवर्ते गोटे स्थान बाछिनिय एटा हमर अर्थटा कोन माने आमे सब दिन गोटे जगह जो आमे पूजा करे साधना करूछु तो आकु कहिबार ये लेखा जो गुरुजी आपण जदी पूजा घरे जदी साधना करचंती सेटा भलो कथा सेटा साधना करचन माने एई साधना करंतु कि न करंतु आपण विचार किंतु जप करिया पे परम पूज्य गुरुदेव कहचंती गोटे समय रे गोटे स्थान रे एवं निर्दिष्ट माला निर्दिष्ट जप हमको समय रो जप हमको करिया कथा अर्थात आमे यदि एपट सेपट हबा ताले हमर सेरा मन ऊपर प्रभाव पड़े तेणु मन ऊपर हमको जप भल करी हबनी तेणु गोटे स्थान रे गोटे से एटा आपण ड्राइंग रूम रे बसे कर परिबे आपण बाडी रे बसे कर परिबे आपण जोट सुविधा आपण सुविधा आ सरल लागो सेठी आपण कर परिबे गोटे स्थान रे गोटे स्थान बाछि नियो तो जो स्थान रे करले आपनकर से स्थानटा मध्य ये हे जिवो चार्ज हे जिवो ताले आपण बसु बसु आपण ध्यान लागो आज्ञा भाई प्रणाम भाई भौणी हमर तो समस्त भाई मोर गोटे प्रश्न रखुची इंदिरा भौणी पचारिबे ना मु पढिबी कि तापर पैराग्राफ पचारते भाई ठीक है अपेक्षा करंत हां हां ठीक है हां जो लिखिचंती गुरुदेव जो लुगा गंठिली बा तकिया देगी तमे बसिबो सोईकी जो माने करथबे कि कोन मु तो प्राय बस टिकी सतबळु टिटी मते बसी कले भी आपण कांथ ऊपर भरा दे के बसतिबो ना आज्ञा कांथ ऊपर भरा दे बसंती पछरे ओटे तकियाटे रख देबे ओहो
ସେଇଠି ତକିଆ ନଥିଲେ ଲୁଗା ଗଣ୍ଠୁଲି ବି ରଖିଦେଇ ପାରିବେ ସେଇ କଥା ଏଥିପାଇଁ କହିଛନ୍ତି ଯେମିତି ଯେମିତି ଆମେ ଭିତରକୁ ଏକଦମ ଚାଲିଗଲୁ ଡେପ୍ଥ କୁ ଚାଲିଗଲୁ ତାପରେ ଏପଟ ସେପଟ ହବାର ଚାନ୍ସ ଥାଏ ସେଥିପାଇଁ ସେଥିପାଇଁ ସେଇଟା କହିଛନ୍ତି ଏଇଟା ଏମିତି କଲେ ଭଲ ହବ ବୋଲି କହିଛନ୍ତି। ଆଉ ଖଟିଆ ଉପରେ ଶୋଇଗଲେ ମଧ୍ୟ କାମ ଚଳିବ ମାନେ ଶୋଇକି ବି ତକିଆ ମୁଣ୍ଡ ତଳେ ତକିଆ ଦରକାର। ମୁଁ ସେଇ କଥାଟା ପଚାରୁଛି ଭାଇ ବହୁତ ଦିନରୁ କୋଉ ଜଣେ ଡକ୍ଟର କହିଥିଲେ ମୁଣ୍ଡ ଟା ଟିକେ ଉପରକୁ ଉଠିବା ଦରକାର। ହଁ ମୁଁ ସେଇ କଥାଟା ପଚାରୁଛି ଭାଇ ମତେ ଥରେ କୋଉଠି ଡକ୍ଟର ଜଣେ କହିଥିଲେ ମୋର ମନେ ନାହିଁ ଯେ ବିପି ହାଇ ବିପି ହବନି ଯଦି ତମେ ମୁଣ୍ଡ ତଳେ ତକିଆ ନଦବ ମୋର ସେଇଠୁ ଅଭ୍ୟାସ ଗୋଟେ ହେଇଯାଇଛି ମୁଁ ଦିଏନି କେବେ ମୁଣ୍ଡ ତଳେ ତକିଆ କିନ୍ତୁ ଏବେ ମୁଁ ଯେତେବେଳେ ଶୋଇକି କରୁଥିଲି ମୁଁ ଆଉ ତକିଆ ଦଉନଥିଲି ଗୁରୁଦେବଙ୍କ କଥା ମାନୁନଥିଲି ମାନେ ଏଇଟା ଠିକ ବୋଧହୁଏ ଏଇଟା ଟିକେ ଦରକାର। ଆଜ୍ଞା ଠିକ ଅଛି ଆଣିକି ଦେଇକି କରିବି ପ୍ରଣାମ ଭାଇ। ଆଉ ଭଉଣୀ କଣ ଆଗକୁ ପଢିବେ ଭାଇ? ହଁ ପଢନ୍ତୁ ଭଉଣୀ ଏବେ ତ ସମୟ ଅଛି। ଆଜ୍ଞା ଆଜ୍ଞା ପ୍ରଣାମ। ହଁ ଉପରୋକ୍ତ ଧ୍ୟାନାବସ୍ଥା ମାଧ୍ୟମରେ ନିଜର ସମ୍ପୂର୍ଣ୍ଣ ଚିନ୍ତାଧାରାକୁ ମୁଁ ଉପରେ କେନ୍ଦ୍ରୀଭୂତ କର। କୌଣସି ବାହ୍ୟ ବସ୍ତୁ ବା କୌଣସି ବ୍ୟକ୍ତି ବିଷୟରେ କୌଣସି ପ୍ରକାର ଚିନ୍ତା କର ନାହିଁ। ମୋର ଆତ୍ମା ଏକ ସ୍ୱତନ୍ତ୍ର ପଦାର୍ଥ ବୋଲି ମନେ କରିବା ଦରକାର। ତାହା ଅପରିସୀମ ଶକ୍ତିଯୁକ୍ତ ଅବିନାଶୀ ଓ ଅଖଣ୍ଡ ଅଟେ। ତାହା ଏକ ସୂର୍ଯ୍ୟ ଏବଂ ତାହାର ଚାରି ପାଖରେ ଆମର ସଂସାର ବରାବର ଅଟେ ତାହା ବରାବର ଘୁରି ବୁଲୁଛି। ନିଜକୁ ସୂର୍ଯ୍ୟଙ୍କ ପରି ତେଜମୟ ଓ କେନ୍ଦ୍ରବିନ୍ଦୁ ବୋଲି ଧାରଣା ରଖିବା ଆବଶ୍ୟକ। ପ୍ରଯତ୍ନ କଳ୍ପନା ଓ ରଚନା ଶକ୍ତିର ସାହାଯ୍ୟ ନେଇ ମାନସ ଲୋକର ଆକାଶରେ ନିଜକୁ ସୂର୍ଯ୍ୟ ବୋଲି ମନେକରି କେନ୍ଦ୍ରବିନ୍ଦୁ ସମାନ ସ୍ଥିର ହୋଇଯାଅ ଏବଂ ଆତ୍ମା ବ୍ୟତୀତ ଅନ୍ୟ ସବୁ ଜିନିଷକୁ ନକ୍ଷତ୍ର ପରି ଘୁରି ବୁଲିବା ଅବସ୍ଥାରେ ଦେଖ ଓ ଚିନ୍ତା କର ଯେ ସେ ସବୁ ତୁମ ସହିତ ବାନ୍ଧି ହୋଇ ଯାଇଛନ୍ତି କିନ୍ତୁ ତୁମେ ସେ ସବୁ ସହିତ ବନ୍ଧା ହୋଇନାହ। ନିଜ ଶକ୍ତି ଦ୍ୱାରା ତୁମେ ସେ ସବୁକୁ ସଞ୍ଚାଳିତ କରୁଛ ତଥାପି ସେ ସବୁ ଜିନିଷ ତୁମର ବା ତୁମେ ନୁହଁ। କ୍ରମବଦ୍ଧ ଧ୍ୟାନ ପରେ କିଛି ଦିନ ଭିତରେ ଏଇ ଚେତନା ଦୃଢୀଭୂତ ହୋଇଯିବ। ତାପରେ ପାରାଗ୍ରାଫ ପଢିବେ ନା ଏତିକି? ନାଇଁ ମା ଏତିକି ଥାଉ। ଏଇ ପାରାଗ୍ରାଫ ଟାକୁ ଭାଇ କହିଥିଲେ ସୁନ୍ଦର ଭାବରେ ପଠନ କଲେ ଏଇ ପାରାଗ୍ରାଫ ଟାକୁ ଭାଇ ଇମ୍ପୋର୍ଟାଣ୍ଟ କହିଥିଲେ ତାକୁ କରିବା ଉଚିତ ମୁଁ ତ ଏଇଆ ଲେଖିଦେଇଛି ଡୁ ଇଟ୍। ସେଇଟା ଆକ୍ଚୁଆଲି ଅଣ୍ଡରଲାଇନ ବି କରିଦେଇଥିଲି ମୁଁ। ସବୁ ଅଣ୍ଡରଲାଇନ ହଁ ପାଖାପାଖି ନିଜକୁ ସୂର୍ଯ୍ୟଙ୍କ ପରି ତେଜମୟ ପାଖରୁ ଅଣ୍ଡରଲାଇନ ଲାଷ୍ଟ ପର୍ଯ୍ୟନ୍ତ କରିଥିଲେ। ତେଣୁ ଯାହାର ଯାହା ପ୍ରଶ୍ନ ଅଛି ଏତେ ଗୁରୁତ୍ୱପୂର୍ଣ୍ଣ କଥା ପଚାରନ୍ତୁ। ଆଉ ଥରେ ହାତ ଉଠାନ୍ତୁ ଭାଇ ଭଉଣୀ ମାନେ। ଏଇ ପଚାରିଲେ ଆମର ଆର୍ତ୍ତତ୍ରାଣ ଭାଇ ପ୍ରଣାମ ଆପଣଙ୍କୁ ରଖନ୍ତୁ ପ୍ରଶ୍ନ। ସମସ୍ତଙ୍କୁ ଆଉଥରେ ପ୍ରଣାମ। ଭାଇ ଯୋଉଟା ପ୍ରଯତ୍ନ କଳ୍ପନା ଓ ରଚନା ଶକ୍ତିର ସାହାଯ୍ୟ ନେଇ ଆମେ ମାନସ ଲୋକରେ ଯୋଉ ସାଧନାଟା ସେ ପ୍ରଯତ୍ନ କଳ୍ପନା ଓ ରଚନା ଶକ୍ତିର ସାହାଯ୍ୟ ସେଇଟା ଟିକେ ଆଉ କ୍ଲିୟର କରିବେ ଭାଇ। ପ୍ରଯତ୍ନ ମାନେ ଚେଷ୍ଟା କରିବା ଦରକାର। କଳ୍ପନା ମାନେ ଆପଣ ବୁଝୁଛନ୍ତି ଆଉ କହିବା ଦରକାର ନାହିଁ। ଆଉ ତାପରେ ଗଲା ଚେଷ୍ଟା କରିବା ରଚନା। ହଁ ରଚନା ଗୋଟେ ମାନସ ଲୋକ କଣ ପ୍ରକୃତରେ ଆପଣ ଏମିତି ଆଖି ଖୋଲିଲେ ତ ମାନସ ଲୋକ ଦିଶିବନି ଆଖି ବନ୍ଦ କଲେ ମାନସ ଲୋକ ଦିଶିବ। ମାନସ ଲୋକ ଭିତରେ କଣ କଣ ଅଛି ଏ ପୃଥିବୀ ଅଛି। ମାନସ ଲୋକ ଭିତରେ କଣ କଣ ଅଛି ମୋର ସଂସାର ଅଛି। ମୋର ସଂସାର ମାନେ ଆପଣଙ୍କ ସଂସାର ମୋର ସଂସାର ଅଲଗା ଆପଣଙ୍କ ସଂସାର ଅଲଗା ଆମର ଅନୁରାଧା ଭଉଣୀ ସଂସାର ଅଲଗା ସମସ୍ତଙ୍କ ସଂସାର ଅଲଗା। କଲ୍ୟାଣୀ ଭଉଣୀଙ୍କ ସଂସାର ଅଲଗା ସମସ୍ତଙ୍କର ସଂସାର ଅଛି। ଆପଣ ଯେତେ ଏଇଠି ଭାଇ ଭଉଣୀ ଅଛନ୍ତି ସମସ୍ତଙ୍କ ଅଲଗା ଅଲଗା ସଂସାର। ପତିର ସଂସାର ଅଲଗା ପତ୍ନୀର ସଂସାର ଅଲଗା। ଯାହାକୁ ଯିଏ ଯେତିକି ଇମ୍ପୋର୍ଟାନ୍ସ ଦେଇଛନ୍ତି ସେ ଭିତରେ ସବୁ ସଂସାର ଅଛି।
पत्नी को जदि भल लगुच मो बगीचा काम करा बगीचा गुड़ा से 12 श्लोक दिशो सेमती पति को जदि भल लगुच मोर ऑफिस अच्छी ये अच्छी मोर कंप्यूटर रे काम अच्छी मोर आईटी रे काम अच्छी आर्टिफिशियल इंटेलिजेंस रे मु आउरी आपको नुआ कथा बाहर करबा चाहूची से बते से संसार रहइबो ए सब संसार जाक कथा होची एटा कोन आमे संसार द्वारा परिचालित होचु दुनिया रे आपण भाबी कि देखतु जदि किए गोटे बाहागर भोजी करची सेठी आमिष करची हमर सिद्धांत अनुसार आमे जीवा कथा नै किंतु किए काले खराब भाबो बेले आमे सेठी पहुंची होचु ता द्वारा कौन होची ता द्वारा हम आत्मा दुर्बल हो जाउची आत्मा तो दुर्बल होबनी मन दुर्बल हो जाउची अंतकरण रे सब दाग पड़ी जाउची तेनु एई केस रे कौन एई केस रे होची मो होची सूर्य आत्मा सूर्य मो चारिपटे मो संसार बुलची सेमाने मते बोलो नाती मो चारिपटे मो समान को देखा सुना करबी मो समान को व्यवस्था करबी मु कोटा करबी न करबी मोर निर्णय सेटा मन मते निर्णय दबनी मन कहब ये कर सागर मन बुद्धि बोलची मन बुद्धि चित्त अहंकार एगुड़ सब साधन एगुड़िक उपकरण ए उपकरण मध्य मो चारिपटे बुलचंती मो घर मध्य मो चारिपटे बुलची मो शरीर मध्य मो चारिपटे बुलची देखो तो केते इंपोर्टेंट है मो शरीर मो चारिपटे बुलची तेणु शरीर मु नुहे मु ताको बुलौची मु ताको जहा दरकार ताको सुविधा देबी मु ताको शक्ति देवी मु किंतु मु देवी शरीर मते शक्ति दबनी सब किसी बदल जीव आज्ञा बुझी पारले भौणी आ करछंती रे रा आज्ञा ठीक अछि आगो को जीवा हमर भाग्यवती भौणी हाथ उठेइतिले काढी नेले जे भौणी जो प्रश्न पचारतिले मोर सेटा थिला बुझी गले ठीक जाते जा बहुत सुंदर आपरे प्रसन्न भाई प्रणाम आपन को सत्संग उपस्थित समस्त को विनम्र प्रणाम भाई को प्रणाम ये जो कहला जे हाँ उपरोक्त ध्यान अवस्था माध्यम निजर संपूर्ण चिंता मु ऊपर केंद्रीभूत कर कौन सी बाह्य वस्तु बा कौन सी व्यक्ति विषय रे कौन सी चिंता करना है एठी मु अर्थात आत्मा कथा कहा जाय बोले आया मु माने आत्मा सूर्य आया भाई हाँ मु माने आउ किसी जिंस नहीं आमे जो मु से काली जने फोन कहते मु माने शरीर भी आत्मा भी सेमती नहीं मु आत्मा सूर्य मु समस्त को देखुची मो चारिपटे बुलिवार ठीक अछि आया प्रणाम धन्यवाद भाई आगो को जीवा मीना भौणी भौणी प्रणाम आपन को प्रश्न रखंतु पुणी थे समस्त भाई भौणी को प्रणाम भाई एठी गुरुदेव कहिचंती जे कौन सी व्यक्ति उपरे चिंता करंतु नहीं व्यक्ति विषय उपरे किंतु जतବେଳେ संसार एठी मु भाबुतली कि आपण कहले समस्तंकर अलग अलग संसार अछि किंतु मु भाबुतली ए संपूर्ण संसारटा हमर एमिति मनरे भाबिथिले जदि व्यक्ति विशेष संसार ऊपर ध्यान करिया ताधरे व्यक्ति आसी जाउचंदी से संसार भितरे एटा केमती नहीं व्यक्ति तो रहिबे व्यक्ति रहि माने जेमती जने स्त्री पति और जने पत्नी जदि पत्नी ध्यान करिवो से कहबो नाही मोर पतिटा मो चारिपटे बोलचंती आ मु तांको जा ये करिया दरकार सहाय्य करिया दरकार कि तांको जो शक्ति दाव कथा मु देबी एटा गोटे भावना आर भावना नहीं पति जहा कहबे से अनुसार मु जीवन यापन करिवि एटा आ गोटे भावना हला तेणु जदि व्यक्ति कौन सी व्यक्ति प्रति आपंकर द्वेष अच्छी किंबा ईर्षा अच्छी किंबा अन्य किसी भावना रही से आड़ को जब आम बुली जावा ताले तार अमंगल मन को आसपे से कौन सी व्यक्ति कथा भाविया कथा नहीं आम इन जनरल भाविया कथा पूरा संसार जिते लोक अच्छा समस्त मो चारिपटे बोलते मु इच्छा अनुसार मो जीवन यापन करी ना मु अनुसार मु रही ना कहीं ना मु आत्म सूर्य मु शरीर नुहे यही भावनाटा आसवा दरकार हाँ भाई मुझे जिते मानस लोक साधना करछि सेतळे संपूर्ण संसार मो चारि पाखे बुलुछि मो निजर बोली एमिति ध्यान रे आसनी
तापरे जो आपण कहले कि कौन सी लोक ऊपर आमर किछि किछि भी तो एमती रहुची काहर ना काहर अशांत शांत मते सेतबेले साधना रे आसी होची कि नाई से लोक माने जहा भी कहउचंती से मानकर अज्ञानता पई कहउचन तांको ऊपर किछि भी आसुनी भाई भल कथा बहुत सुंदर सेतबेले गोटे कथा चिंता करबे जे एमानकर एमानकु समझदारी मिलू एमानकु ज्ञान चक्षु मिलू और सेमाने ठीक रास्ता चलंतु बस निश्चय बदलिबो सेमानकर सेही भावना आछि भाई सेही भावना बहुत बढ़िया ठीक अछि बहुत सुंदर भौणी को भावना एमती भावना आम मान को मित्र भी आसी जाओ गुरुदेव करंतु आगो को जिबा विनायक भाई भाई प्रणाम आपन को प्रश्न रखंतु भौणी प्रणाम सब बाबू को प्रणाम सत्संग समस्त भाई को प्रणाम मोर कहवा कथा एठी प्रयत्न बुझली कल्पना शक्ति बुझली रचना शक्ति रचना शक्ति कौन रचना रचना माने तैयारी करवा सृष्टि करवा जे छोट पिलाटे जदी गोटे कागज रे गोटे पक्षीर चित्र करछि से रचना करछि सेमतिया सेटा को रचना कहते तैयारी करवा मन भितर कल्पना करवा छोट प्रथम कल्पना हबो तापर सेटा तैयारी हबो तार डिटेल को तैयारी हबो प्रथम घरटा दिसबो किंतु घर भितर केतरा झरका अछि केतरा कबाट अछि केतरा अलमारी अछि सेगुडा भी तो दिसवा दरकार सेडा रचना संसार टा भी से भितर जीव त धन्यवाद धन्यवाद ठीक अछि भाई आमे जतबेले पिला बेले जो स्कूल ले पढुतलु रचना लेख गाय विषय रे सेमती रचना विस्तार करो आज्ञा विस्तार करो ईश्वरीय शक्ति आज्ञा ठीक बुझि जिबा या समस्त आगो को जिबा हमर सुमित्रा भौणी प्रणाम समस्त भाई बहन को प्रणाम सब भाई बहन को प्रणाम भाई लेखाई निज शक्ति द्वारा तुम्हें से सब संचालित करुछ तथापि से सब जिनिस तुमर बा तुमे नुह एटा कोटा को जिनसडा बुझि पाले संचालित करुछ ए सब द्वारा जो हम संचालित करुछ माने तमे ताऊ जेमति तंब चारि पटे बुलुची आज्ञा से कोन से गोटे जिनसटे बुलुची हला पर कौन से मनुष्य बुलुची तम चारिपटे ताले मो द्वारा से बोलुची मु ता चारिपटे बोलुनी तेणु मोर मु जोटा भावुची मो इच्छा अनुसार मोर जो आत्मार इच्छा अनुसार से जहा करबा कथा करिवो ता निज इच्छा अनुसार से माने मते करै परिबन सेटा एटा हला कथा एटा बुझिया दरकार आगुरु हमको अन्य माने बुलौथिले सब घर हो परिवार हो समाज हो विभिन्न जगह वर्तमान मो भितर को एटा आसीबो जे ना मु समान को संचालित करछि जेमति संचालित करिया माने आपण भाबंतु जेमतिया काठ कंडे को जेमति नचांती आंगुठरे सब सुता बांधी गिरी देखि जंती केबे हां सेमतिया मु समान को संचालित करछि से माने मो माने सेमान को द्वारा मु संचालित नुहे एटा ला माने लेखा जे तथापि से सब जिनिस तुमर बा तुमे नुह हां किंतु से जो जिनसटा हमें देखुछु घरटा देखिलु गाडीटे देखिलु कोनटा देखिलु कि सुंदर वस्तु देखिलु सुना गहना देखिलु हमें देखि के कोन भावुछु सेगुड़ा मोर नुहे ए भावना मध्य आनिया पड़िबो प्रणाम हां प्रणाम कृष्णा भौणी हाथ उठेइथिले पुणी खोली नले काहे प्रश्न नाही नहीं भौणी प्रणाम समस्त मोर बिना भौणी जो प्रश्नटा थिला मोर थिला मु बुझी गली धन्यवाद प्रणाम भौणी धन्यवाद एबे आगु जिबा रीना रानी भौणी प्रणाम आपन को प्रश्न रखंतु प्रणाम भाई समस्त को प्रणाम मानस लोक साधना जो कर भाई मोती मनटा अशांत रोज ठीक से ही पारुनी आ स्थिर रोनी मनटा
ମୁଁ କହିବି ଯୋଉ ମାନେ ମାନସ ଲୋକ ସାଧନା କରୁଛନ୍ତି ତା ପୂର୍ବରୁ ଯେମିତିଆ ପୋଜିସନରେ ବସିଛନ୍ତି କି ଶୋଇଛନ୍ତି ସେଥିରେ ଟିକେ ଆପଣ ଇଏ କରନ୍ତୁ, ଶବାସନ କରିଦିଅନ୍ତୁ, ମାନେ ଟିକେ ଶିଥିଳୀକରଣ କରନ୍ତୁ। ଶିଥିଳୀକରଣ ଆପଣ ଜାଣିଛନ୍ତି, ଯୋଉଟାକୁ ଯୋଗ ନିଦ୍ରା କହୁଛନ୍ତି। ଯୋଗ ନିଦ୍ରା 5 ମିନିଟ କଲା ପରେ ଯେତେବେଳେ ଆମେ ସବୁ ଫ୍ରି ହେଇଯିବା ଏଇ ସବୁ ଚିନ୍ତା, ବିଭିନ୍ନ ଚିନ୍ତାରୁ, ସଂସାରିକ ଚିନ୍ତାରୁ, ସେତେବେଳେ ମାନସ ଲୋକ ସାଧନା କଲେ ଆହୁରି ଭଲ ହବ, ଆପଣଙ୍କର ଏ ଅସୁବିଧା ରହିବନି। ଶିଥିଳୀକରଣ ଜାଣିଛନ୍ତି କି ନାଇଁ କୁହନ୍ତୁ? ନାହିଁ ଆଜ୍ଞା, ଜାଣିନି। ସେଇଟା ପଢନ୍ତୁ, ସେଇଟା ଆମର ଗାୟତ୍ରୀ ମହାବିଜ୍ଞାନ ଅଛି, ସେଟା ବୁଝି ହବ, ବୁଝିକି ପଢନ୍ତୁ। ନହେଲେ କେତେବେଳେ ଦେଖିବା ସୁବିଧା ଦେଖିକି, ଆଉ ଯଦି କିଏ ଜାଣିଛନ୍ତି ଆପଣଙ୍କ ଆଖ ପାଖରେ ପଚାରି ଦିଅନ୍ତୁ ଯୋଗ ନିଦ୍ରା କେମିତି କରନ୍ତି, ସେଟା ଶିଖି ଯାଆନ୍ତୁ। ବେଶ ସେଇଟା କଲା ପରେ 5 ମିନିଟ ସେଇଟା କଲା ପରେ ମାନସ ଲୋକ ସାଧନା କରିବେ, ତାପରେ ଦେଖିବେ ଆପଣଙ୍କୁ ଆଉ ମୋଟେ କିଛି ଅସୁବିଧା ହବନି। ଆଜ୍ଞା ଆଜ୍ଞା, ମନ ଶାନ୍ତ ରହିବ। ପ୍ରଣାମ ଭାଇ, ବହୁତ ଧନ୍ୟବାଦ। ଭାଇ ପ୍ରଣାମ। 8:55 ହେଲାଣି। ଭଉଣୀ ପ୍ରଶ୍ନ ଅଛି, ପ୍ରଶ୍ନ ସରିଲା ପରେ ଆମେ ଆଗକୁ ଯିବା, ଆଉ ପଢିବାନି। ଏବେ ଅନୁରୋଧ କରିବି ଆମର ଝୁନୁ ପଣ୍ଡା ଭଉଣୀକୁ। ଭଉଣୀ ପ୍ରଣାମ। ଭଉଣୀ ପ୍ରଶ୍ନ ରଖନ୍ତୁ। ସମସ୍ତ ଭାଇ ଭଉଣୀଙ୍କୁ ପ୍ରଣାମ, ଭାଇଙ୍କୁ ପ୍ରଣାମ। ଭାଇ ମୋର ଗୋଟେ ପ୍ରଶ୍ନ, ଆମର ଯୋଉ ଉପରୋକ୍ତ ଧ୍ୟାନାବସ୍ଥା ମାଧ୍ୟମରେ ଯେଉଁ ସମ୍ପୂର୍ଣ୍ଣ ଚିନ୍ତାଧାରାକୁ ମୋ ଉପରେ କେନ୍ଦ୍ରୀଭୂତ କର, ମାନେ ଆମର ମୋଟା ହଉଛି ଆମର ଏଇ ବହିରେ ଫାଷ୍ଟ ନା, ଯେମିତି ଆମେ ମହାମନ୍ତ୍ର ଜପ କଲା ବେଳେ ଓମ୍ ଟା ଆତ୍ମା, ଆତ୍ମା 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 ହେଲା ଆତ୍ମା କିଏ ଆସିବ? ଆରେ ମା, ଯୋଉ ମୁଁ କହୁଛ ତମେ ପୁରା କରୁଛ ମାନସ ଲୋକ, ମାନସ ଲୋକରେ ମୁଁ କୋଉଠି ଅଛି? ସେଇଟା ମୁଁ ପଚାରୁଥିଲି। ବାସ୍ ତା ଉପରେ ଫୋକସ କର, ଏପଟ ସେପଟ ଉପରେ ଫୋକସ କରନି। ହଁ ଆଜ୍ଞା, ହେଲା, ସେଇଟା ଆଜ୍ଞା ଆଜ୍ଞା, ଠିକ। ହଉ ଭାଇ, ପ୍ରଣାମ ପ୍ରଣାମ ପ୍ରଣାମ। ଧନ୍ୟବାଦ ଭଉଣୀ। ଏବେ ଆଗକୁ ଯିବା। ସତ୍ୟବତୀ ଭଉଣୀ, ଆପଣଙ୍କ ପ୍ରଶ୍ନର ଆଉ କେହି ବି ହାତ ଉଠାନ୍ତୁନି, ସମୟ ସରି ଆସିଲାଣି। ସମସ୍ତଙ୍କୁ ପ୍ରଣାମ, ଭାଇ ପ୍ରଣାମ। ଭାଇ ମୁଁ କହୁଥିଲି, ସେ ଯୋଉ ଆପଣ ନିଦ୍ରା କଥା କହିଲେ, ମୁଁ ଟିକେ କହିବି, ସେ ଠିକ କି ଭୁଲ ଆପଣ କହିବେ। ଆଖି ବୁଝି ଆଖି ବୁଝି ବସିବା ଏବଂ କିଛି ସମୟ ପରେ ଆମେ ଚିନ୍ତା କରିବା, ଆମର ହାତ ଗୋଡ ସବୁ ଅଙ୍ଗ ପ୍ରତ୍ୟଙ୍ଗରୁ ସବୁ ବାୟୁ ମାନେ ଶକ୍ତି ଚାଲି ଆସୁଛି ହୃତ୍ପିଣ୍ଡକୁ, ହୃଦୟ ଚକ୍ରକୁ। ହୃଦୟ ଚକ୍ରରେ ଆମେ ଅନୁଭବ କରିବା ଯେ ସେଇଠି ମାନେ ଆତ୍ମ ସୂର୍ଯ୍ୟ ଅଛି, ଭାବିବା। ତାପରେ ନାଇଁ ଭଉଣୀ, ଏମିତି ହବନି। ମୁଁ ଏଇଟା କାଲିକି ବୋଧେ ଏଇଟା ଆସିବ, ଗୁରୁଦେବ ସାଧନା ବତେଇଛନ୍ତି, ସେଇଟା ଆଉଥରେ ଭଲ କି ଶୁଣିବେ, ସେ ଅନୁସାରେ କରିବେ, ହେଲା। ଆଜ୍ଞା ଆଜ୍ଞା, ଧନ୍ୟବାଦ ପ୍ରଣାମ। ଧନ୍ୟବାଦ ଭାଇ। ବିଜୟ ଭାଇ ପ୍ରଣାମ। ଭାଇ କିଛି କହିବାକୁ ଚାହୁଁଛନ୍ତି ତ ରଖନ୍ତୁ। ବିଜୟ ଭାଇ ନାଇଁ, ହାତ ଉଠେଇ ନେଲେ। ଠିକ ଅଛି ଭାଇ, ବିଜୟ ଭାଇ ଜୟଗୁରୁ ସମସ୍ତଙ୍କୁ ପ୍ରଣାମ। ଏଇଠି ଗୋଟେ କଥା ଆମେ ଭାଇ ଆଲୋଚନା କଲେ, ଆମେ ତୁମେ ସେ ସବୁ ସଞ୍ଚାଳନ କରୁଛ, କିନ୍ତୁ ସେ ତୁମେ ନୁହଁ। ମୁଁ ସଞ୍ଚାଳନ କରୁଛି କିନ୍ତୁ ମୁଁ ନୁହଁ। ଟିକେ କଣ୍ଟ୍ରୋଭର୍ସି ଲାଗୁଥିବ, କାରଣ ପ୍ରଥମେ କୁହାଗଲା ସେ ସବୁକୁ ମାନେ ସଞ୍ଚାଳନ, ମୁଁ ସଞ୍ଚାଳନ କରୁଛି କିନ୍ତୁ ସେ ମୁଁ ନୁହେଁ। ତା ମାନେ ସେ ମୁଁ ଉପରେ କେନ୍ଦ୍ରୀଭୂତ କଲେ ମୁଁ ସଞ୍ଚାଳନ କରୁଛି କିନ୍ତୁ ମୋ ତା ସଞ୍ଚାଳନ ହଉନି। ଏଇ ଟିକେ ଭାବନା କଲେ ଯାଇ ଟିକେ ମାନେ ଗାଢ ଭାବରେ ଭାବନା କଲେ ତାର ଅର୍ଥ ଆସିବ, ନହେଲେ ଏଟାକୁ ବୁଝେଇ ହବନି। ମୁଁ ଭାବୁଛି ଭାଇ ତୁ ବୁଝେଇଦେବେ। ଏ କଥା ହଉଛି, ମୁଁ ଟିକେ ପଢି ଦଉଛି, ନିଜ ଶକ୍ତି ଦ୍ଵାରା ତୁମେ ସେ ସବୁ ସଞ୍ଚାଳନ କରୁଛ, ତା ପରପରେ କହୁଛି କିନ୍ତୁ ସେ ତମେ ସେ ନୁହଁ। କେମିତି ମୁଁ ସଞ୍ଚାଳନ କରୁଛି, ମୁଁ କେମିତି ହେବିନି ସେଟା? ନାଇଁ, ଯାହାକୁ ସଞ୍ଚାଳନ କରୁଛ ସେଇଟା ତମେ ନୁହଁ। ତା ମାନେ ହେଲା ଏୟା, ଆମେ ଆଗରୁ ଭାବୁଥିଲୁ ନା ମୁଁ ଶରୀରକୁ ସଞ୍ଚାଳନ କରୁଛି। ଯଦି ମୁଁ ନିଜକୁ ଶରୀର ବୋଲି ଭାବିଦେବି, ସବୁ ତ ଓଲଟା ହେଇଯିବ, ଆଉ ସାଧନା କଣ ହବ? ହଁ, ସେଇ କଥାଟା ବାସ୍।
ସେଇଟା ସେଥିପାଇଁ କହୁଛନ୍ତି କିଛି ଦିନର ପରିଶ୍ରମ ପରେ ଧୀରେ ଧୀରେ ଏଇଟା ଚେତନାଟା ଦୃଢ ହେଇଯିବ। ଏଇଟା ତ ଆମେ ଆରମ୍ଭ କରୁଛୁ ନା ଏବେ, ଆଉ ଟିକେ ସମୟ ଲାଗିବ। ଏଇଟାକୁ ବଡ ଦୃଢତାର ସହିତ ମାନେ ମୁଁ ଯାହାକୁ ସଞ୍ଚାଳନ କରୁଛି ସିଏ ମୁଁ ନୁହଁ, ମୁଁ ନୁହେଁ। ଏଇଟା କି ପଏଣ୍ଟ? ଠିକ କଥା। ହଁ ଏଥର ଆଗକୁ ଯିବା ଆଜ୍ଞା। ଆଜ୍ଞା ପ୍ରଣାମ ସମସ୍ତଙ୍କୁ ପ୍ରଣାମ। ଟିକେ ଖାଲି ମୁଁ ପଦ କହିବାକୁ ଚାହୁଁଛି। ବାସ୍ତବରେ ଆମେ ଏଇ ଗୁରୁଙ୍କ ସଦ୍ଗୁରୁ ଏତେ ବଡ ଗୁରୁଙ୍କର ହାତ ସିଏ ଆମର ଧରିଛନ୍ତି, ଆମେ କାହାରି ହାତ ଧରିନୁ। ଆମେ ଆହୁରି ଯଦି ପାରୁଛୁ ଆମେ ଧରିଛୁ ବୋଲି ଆମେ ତାଙ୍କୁ ଧରେଇ ଦବା। ସମର୍ପଣ ଭାବ ବହୁତ ଅଳ୍ପ, ଆହୁରି ଅଧିକ ବଢେଇ ଦବା। ଆଜି 23 ଡିସେମ୍ବର, ଗତ ନଭେମ୍ବର ଡିସେମ୍ବରରେ ମାନେ ଏ ସମୟରେ ମୋର ଅବସ୍ଥା ବହୁତ ମାନେ ଖରାପ ଥିଲା। ଆଜି ଆପଣ ମାନଙ୍କ ପାଖରେ ଏଇ ଯୋଉ ସଞ୍ଚାଳନା ବି କଲି, ମୁଁ ବି ଭାବୁଛି ସେ ଗୁରୁ ହିଁ କରଉଛନ୍ତି। କାହିଁକିନା ଡକ୍ଟର କହିଥିଲେ ମିନିମମ୍ 5 ମାସ, ଗୋଟେ ମାସରେ ମୁଁ ଆଜି କଥା କହିପାରୁଛି, ସବୁ କିଛି କରିବାକୁ ସମ୍ଭବ ହେଇଛି। ତେଣୁ ଏଇ ସମର୍ପଣ ଭାବ ଆହୁରି ଆସୁ ଗୁରୁ ଏତିକି ଦିଅନ୍ତୁ। ଆଉ ଏତିକି ଯେତିକି ସମୟ କଥା ବି ହେଲି, ଟିକେ ଟିକେ ବେଳେ ବେଳେ ମୋର ମିଷ୍ଟେକ୍ ରହିଯାଉଛି। ଆଉ ଯଦି ନାଇଁ ମା ଠିକ ଅଛି, ଚାଲୁ ସେଟା ଚାଲୁ। ଆଜ୍ଞା କ୍ଷମା କରିଦେବେ ସମସ୍ତେ। ଆଗକୁ ନବା ଆମର କାର୍ଯ୍ୟକ୍ରମ। 5 ମିନିଟ ପାଇଁ ଗାୟତ୍ରୀ ମନ୍ତ୍ର ଜପ କରିବା ସାମୂହିକ ଭାବେ। ଜପରୁ କେହି ଯିବେନି, ସବୁ ମୂଲ୍ୟବାନ, ସବୁ ଆମ ପାଇଁ ମୂଲ୍ୟବାନ। ସମୟ ତ ଚାଲିଯିବ କିନ୍ତୁ ଏଇ ସମୟ ଆଉ ଥରେ ଫେରିବନି। ତେଣୁ ଏତିକି ସମୟ ଆମେ ଏଇଠି ରହିବା ଭାବନାରେ। ବିଜୟ ଭାଇ ଆପଣ ଗୋଟେ ଥର ଗାୟତ୍ରୀ ମନ୍ତ୍ର କରିଦିଅନ୍ତୁ। ବିଜୟ ଭାଇ ହଁ ଗୋଟେ ସମସ୍ତ ପ୍ରଣାମ। ଗାୟତ୍ରୀ ମନ୍ତ୍ର। ओम भूर्भुवः स्वः तत्सवितुर्वरेण्यं भर्गो देवस्य धीमहि धियो यो नः प्रचोदयात्।
କାର୍ଯ୍ୟକ୍ରମ ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ 5 ଥର ବିଶ୍ୱର କଲ୍ୟାଣ ଏଇ ଭାବନାରେ ଝୁନୁ ଭଣ୍ଡା ଭଉଣୀ ଆପଣଙ୍କୁ ଅନୁରୋଧ କରୁଛି ଆପଣ କରିଦିଅନ୍ତୁ। ଝୁନୁ ଭଉଣୀ ପ୍ରଣାମ ପ୍ରଣାମ ଭଉଣୀ ସମସ୍ତଙ୍କୁ ପ୍ରଣାମ। ଓ ତ୍र्यम्बकं यजामहे सुगन्धिं पुष्टिवर्धनम् उर्वारुकमिव बन्धनान् ऋतोर्मुखीयमामृतात्। ॐ त्र्यम्बकं यजामहे सुगन्धिं पुष्टिवर्धनम् उर्वारुकमिव बन्धनान् ऋतुर्मुखीयमामृतात्। 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 ସମସ୍ତଙ୍କୁ ପ୍ରଣାମ। ଜୟ ଗୁରୁଦେବ। ଜୟ ଗୁରୁଦେବ ଭଉଣୀ ବହୁତ ବହୁତ ଧନ୍ୟବାଦ। ଆମର ଶେଷ କାର୍ଯ୍ୟକ୍ରମ ଶାନ୍ତି ପାଠ। ସୁଧାଂଶୁ ବାବା ସୁଧାଂଶୁ ଆଜ୍ଞା ଦିଦି ପ୍ରଣାମ ଦିଦି। ଶାନ୍ତି ପାଠ କରି ସାରିଦିଅ ଆଜିର ସତ୍ସଙ୍ଗକୁ। ଗୋଟେ ମିନିଟ ଗାଡି ରଖ। ହରିଓମ ସମସ୍ତଙ୍କୁ ପ୍ରଣାମ। ଜଳ ସ୍ଥଳ ପୃଥିବୀ ବନସ୍ପତିରେ ଶାନ୍ତି ବିରାଜମାନ ହେଉ। ଆସନ୍ତୁ ଆମେ ଏହି ଭାବନା ନେଇ ଶାନ୍ତି ପାଠ କରିବା। ओम देहो शांतिरंतरिक्ष गुम शांति पृथ्वी शांतिरापः शांतिरोषधयः शांति वनस्पतयः शांतिर्विश्वे देवाः शांति ब्रह्म शांति सर्वगम शांति शांतिरेव शांति सामा शांतिरेधि। ओम विश्वानि देव सवितर्दुरितानि पराशुभ यद्भद्रं तन्न आशुभ। ओम शांति 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 सर्वारिष्ट सुशांतिर्भवतु। समस्त को प्रणाम।